ନମସ୍କାର। ଗତଥର ଜଗନ୍ନାଥଙ୍କ ଉପରେ ଏପିସୋଡଟା ହୋଇଥିଲା। ଅନେକ ବନ୍ଧୁମାନେ ତାହାକୁ ବହୁତ ପସନ୍ଦ କରିଥିଲେ ଏବଂ କହିଥିଲେ ଏଥରକ ମଧ୍ୟ ଜଗନ୍ନାଥଙ୍କ ଉପରେ କହିବା ପାଇଁ। କିନ୍ତୁ ରାଜନୀତିର ଚିତ୍ର ଚରିତ୍ର ଏତେ ଦ୍ରୁତ ଭାବରେ ବଦଳି ଯିବାରେ ଲାଗିଛି, ମୁଁ ଭାବିଲି କେବଳ ତ ଖାଲି ଜଗନ୍ନାଥଙ୍କ କଥା କହିଲେ ହେବ ନାହିଁ। ଆମେମାନେ ଯେତେବେଳେ ସଚେତନ ନାଗରିକ, ଆମ ଶାସନ ପ୍ରଶାସନ ସମାଜ ସଂସାର କଥା ମଧ୍ୟ ବିଶ୍ଳେଷଣ କରିବା ନିହାତି ଆବଶ୍ୟକ ଏକ ସୁନ୍ଦର ସମାଜ ପାଇଁ। କିନ୍ତୁ ପ୍ରତିଶ୍ରୁତି ଦେଉଛି ଏହା ପର ଭିଡ଼ିଓଟି ଜଗନ୍ନାଥଙ୍କ ଉପରେ ମୁଁ ନିଶ୍ଚୟ କହିବି। ଆଜି ଭିଡ଼ିଓଟିର ଟାଇଟଲ ହେଲା ବିଜେଡିର ପିଳେହି ପାଣି ଏବଂ ମେଣ୍ଟ କାହାଣୀ। ଆପଣମାନେ ଜାଣିଥିବେ এই ପିଳେହି ପାଣି ଶବ୍ଦଟା ଗୋଟେ ଗାଉଁଲି ଶବ୍ଦ ବା ବହୁତ ପ୍ରଚଳିତ ଶବ୍ଦ ମଧ୍ୟ। ଯେତେବେଳେ କିଏ ଅତ୍ୟନ୍ତ ଗୋଟେ ବିପଦକୁ ସାମ୍ନା କରିବାକୁ ଯାଉଥାଏ, କୁହାଯାଏ ତାର ଗାଣ୍ଡି ପିଳେହି ପାଣି ହେଇଗଲାଣି। ଯେମିତି ଧର ତାକୁ ଏକ୍ଜାକ୍ଟଲି ତାକୁ ବୁଝିବାକୁ ଗଲେ କୁହାଯିବ ଯେମିତି ଆମ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜରିୱାଲ ନିଶ୍ଚିତ ଆରେଷ୍ଟ ହେଇକି ତିହାର ଜେଲକୁ ଯାଉଛନ୍ତି, ଜାଣି ସାରିଲେଣି ଯେହେତୁ ଇଡିର ବାରମ୍ବାର ସମନ ପାଇକି ତାଙ୍କର ପିଳେହି ପାଣି ମଧ୍ୟ ହୋଇଗଲାଣି। ଅବିକଳ ସେହି ଅବସ୍ଥା ଆଜି ଆମ ଓଡ଼ିଶାରେ ବିଜୁ ଜନତା ଦଳର ହୋଇସାରିଲାଣି। କିନ୍ତୁ ବଡ଼ ଆଶ୍ଚର୍ଯ୍ୟ କଥା, ଯେଉଁ ଦଳ ଦୀର୍ଘ 24 ବର୍ଷ ଧରି ଶାସନ କରି ଚାଲିଛି ଏବଂ ତାଙ୍କ ଅନୁସାରେ ସେ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି, ତାଙ୍କର ନେତା କହୁଛନ୍ତି 10,000 ଦରଖାସ୍ତ ପଡ଼ିଛି ବିଜେଡି ଟିକଟରେ ବ୍ୟକ୍ତିବିଶେଷ ମାନେ ଲଢ଼ିବା ପାଇଁ। ସେଇମାନେ ପୁଣି କହୁଛନ୍ତି ଆମେ 128 ବିଧାନସଭା ଏବଂ 18 ଲୋକସଭା ଆସନରେ ନିଶ୍ଚୟ ଜିତିବୁ। ସିଏ କ'ଣ କେବେ ଚାହିଁବ ଆଉ ଗୋଟେ କାହା ସହିତ ପାର୍ଟନରସିପରେ ସରକାର ଗଢ଼ିବା ପାଇଁ? ଏ ବଡ଼ ହାସ୍ୟାସ୍ପଦ ଏବଂ ଆଶ୍ଚର୍ଯ୍ୟଜନକ କଥା ନୁହେଁ କି? ମୁଁ ଜାଣୁଛି ମୁଁ ଯଦି ଏକାକୀ ଶାସନ କରିବି କିମ୍ବା ଏକାକୀ ଏ ବେପାରଟା କରିବି, ବର୍ତ୍ତମାନ ତ ରାଜନୀତିଟା ଗୋଟେ ବେପାର ଏବଂ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲେ ଜଣେ ପୋଖତ ବେପାରୀ। ପୋଖତ ବେପାରୀ ବୋଲି ତ 24 ବର୍ଷ ଧରି ସେ ବେପାର ଚାଲିଛନ୍ତି। ରାଜନୀତିଟା ଯେହେତୁ ବେପାର ଏବଂ ବେପାରୀଟି ଜାଣୁଛି ମୁଁ ଯଦି ଏକାକୀ ବେପାର କରିବି ତାହେଲେ ମୋର ବେପାରରେ ନାହିଁ ନଥିବା ଲାଭ ହେବ। ଏ ଗ୍ୟାରେଣ୍ଟି ଥିଲାବେଳେ, ଏ ଆତ୍ମବିଶ୍ୱାସ ଥିଲାବେଳେ କୌଣସି ବେପାରୀ ଚାହିଁବ ଆରେ ଭାଇ ତୁ ଆ ମୋ ସାଙ୍ଗରେ ପାର୍ଟନର ହେଇକି ଆମେ ସାଙ୍ଗ ହେଇକି ବେପାର କରିବା। ସାଙ୍ଗ ହେଇକି ବେପାର କଲେ ତ ଲାଭଟା ଅଧା ଅଧା ହେଇଯିବ। କିଏ କାହିଁ ଚାହିଁବ? ଆରେ ବାବୁ ଶଙ୍ଖୁଆ ଦଳ, ତେମେ ଯଦି ଏତେ ସ୍ଥିର ନିଶ୍ଚିତ ଯେ ଜିତୁଛ, ଅନେକ ବିକାଶମୂଳକ କାର୍ଯ୍ୟ କରୁଛ, ପ୍ରତିଦିନ ତ ମାହାଳିଆ ଟଙ୍କା ବିଞ୍ଚିବାରେ ଲାଗିଛ। ଆଜି ତ କ'ଣ ପଞ୍ଚାୟତର ଦରମା ବୃଦ୍ଧି ହେଇଗଲା, କେତେ NSC ହେଇଗଲା। ମାନେ ଏଇ କେଇ ଦିନ ଭିତରେ ଆଗରୁ ବର୍ଷ ବର୍ଷ ଧରି ଯେଉଁମାନେ ଜନପଥରେ ଧାରଣା ଦେଉଥିଲେ ତାଙ୍କର ଦରମା ବଢ଼ିବା ପାଇଁ ବା ତାଙ୍କର ଆର୍ଥିକ ଉନ୍ନତି ପାଇଁ ସରକାରଙ୍କ ପାଖରେ ଦାବି କରୁଥିଲେ, ସରକାର ତାଙ୍କୁ ସାମାନ୍ୟ ଟିକେ ଶୁଣୁନଥିଲା। କିନ୍ତୁ ଏଥରକ କ'ଣ ହେଇଛି, ସଫେଇ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଯେତେ ଉପର ପାହ୍ୟା ଯାଏଁ ସବୁ ବର୍ଗର ଲୋକଙ୍କୁ ତ ଆଖି ମୁଜି ଟଙ୍କା ଫୋପାଡ଼ି ଦିଆଯାଉଛି। ଉଦ୍ଦେଶ୍ୟ କ'ଣ? କେମିତି ଆମେ ଏଇ ଆସନ୍ତା ନିର୍ବାଚନରେ ଜିଣିଯିବୁ। ଆଚ୍ଛା, ତମେ ତ ନିଜେ ଜାଣିଛ, ତମେ ଓଡ଼ିଶା ସାରା ଯେତେ ଟୁଇଁ ମୁଇଁ ମନ୍ଦିର ଥିଲା ତାର ନବୀନୀକରଣ କରିଛ, ରୂପାନ୍ତରଣ କରିସାରିଲଣି। ଯେତେ ପୋଖରୀ ଘାଟ ଥିଲା ତାକୁ ଖୋଳାଖୋଳି କରି ତାକୁ ବି କ'ଣ ତାର ବି ନବୀନୀକରଣ କରିସାରିଲଣି, ରାସ୍ତାଘାଟ କରିସାରିଲଣି।
ଯେତେ ଚାକିରିଆ ବେକାରିଆଙ୍କୁ ଟଙ୍କା ଦଉଛ, ଚାକିରିଆଙ୍କୁ ଟଙ୍କା ଦଉଛ, ଚାକିରିରେ ଫେରେ ଦରମା ମଧ୍ୟ ବଢ଼େଇ ଦଉଛ। ସବୁ ତ କରିସାରିଲଣି, ରାଜକୋଷକୁ ଖୋଳ କରିସାରିଲଣି, ଆମରି ଟଙ୍କାକୁ ବାଣ୍ଟି ବାଣ୍ଟି ତମ ନିଜ ପାଇଁ ଶେଷ କରିସାରିଲଣି। ତାପରେ କାହିଁ ତମର ପୋଖରୀ ପିଳି ପାଣି ହେଇଯାଉଛି? ଏଇ ବିଜୁ ଜନତା ଦଳ ଆରମ୍ଭରେ 2009 ମସିହା ଯାଏଁ ବିଜେପି ସହିତ ଲିଭ୍ ଇନ୍ ରିଲେସନସିପ୍ରେ ଥିଲା। 9 ବର୍ଷ କାଳ ଲିଭ୍ ଇନ୍ ରିଲେସନସିପ୍ରେ ଥିଲେ, ତାଙ୍କ ଭିତରେ ପ୍ରେମ ଉଛୁଳୁଥିଲା। କିନ୍ତୁ ପ୍ରେମିକ ପୁରୁଷ ନବୀନ ବାବୁ ଯେତେବେଳେ ଜାଣିଲେ ଏମାନଙ୍କର ଆଉ କିଛି ଦରକାର ନାହିଁ, ସେ ସେଇ ଲିଭ୍ ଇନ୍ ରିଲେସନସିପ୍ରୁ ବାହାରିଗଲେ ଏବଂ ବିଜେପି ଅଣ୍ଟାକୁ ଗୋଟିଏ ଗୋଇଠା ମାରି ବାହାର କରିଦେଲେ। ବର୍ତ୍ତମାନ 15 ବର୍ଷ ପରେ ପୁଣି ଥରେ ବିଜେପି ସହିତ ମେଣ୍ଟ କରିବା ପାଇଁ ତାଙ୍କ ଭିତରେ ପ୍ରେମ ଉଛୁଳୁଛି ଏବଂ ଶୁଣାଯାଉଛି କ'ଣ, ଏଇ ତ ଦୀର୍ଘ କେତେ, ମୋଦି ଆସିଥିଲେ ଗତ 5 ତାରିଖରେ, ଆଜି ହେଲାଣି 13, ଆ ଭିତରେ 8 ଦିନ ଚାଲିଗଲାଣି। ସମସ୍ତେ ଭାବିଲେ 5 ତାରିଖ ଦିନ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦିଆଯିବ ଏବଂ ମେଣ୍ଟ ଗଢ଼ା ହେବ ବୋଲି ଡିକ୍ଲେୟାର ହେବ। ସେମିତି କିଛି ହେଲା ନାହିଁ। ଆ ଭିତରେ 8 ଦିନ ଗଲାଣି, ସବୁଦିନ ଶୁଣାଯାଉଛି ହେଇ ମେଣ୍ଟ ହେବ, ଇଏ ଏଠୁ ଛିଡ଼ା ହେବ, ସେ ସେଠୁ ଛିଡ଼ା ହେବ, ଆର ଟିକଟ କଟିବ, ତାର ଇଏ ହେବ। ଚାଲିଛି ପାଲା। ଏବଂ ଯେଉଁମାନେ ଟିକେ ସଚେତନ ନାଗରିକ, ଆମେମାନେ ଭକୁଆଙ୍କ ଭଳିଆ ଖାଲି ଚାହିଁ ରହିଛୁ, ଆରେ କେତେବେଳେ ଡିକ୍ଲେୟାର ହେବ, କ'ଣ ହେଲା, ମେଣ୍ଟ କାହିଁକି ହେଉଛି, ଏ ଚାଲିଛି। ଏବଂ ଶୁଣାଯାଉଛି ଯେ ପୁନର୍ବାର ବିଜୁ ଜନତା ଦଳ ପ୍ରତି ମଧ୍ୟ ପ୍ରେମ ଉଛୁଳୁଛି ବିଜେପିର। ଏମାନେ ପୁଣି କୁଆଡ଼େ ଆଙ୍କ ଭିତରେ ନିର୍ବନ୍ଧ ହୋଇକି ବାହାଘର ହେବ। ବାହାଘର ପାଇଁ ସଜବାଜ ଚାଲିଛି। ଖାଲି ଯୌତୁକ ଦିଆନିଆ କେତେ କାହା ଭିତରେ ହେବ ସେଇଟା କୁଆଡ଼େ ଛିଡ଼ୁନି। ସେଇଟା ଛିଡ଼ିଗଲେ ସବୁ ହେଇଯିବ। ଆଜି କୁଆଡ଼େ ଦିଲ୍ଲୀରେ ସମସ୍ତେ ଦୁଇ ପକ୍ଷର, କନ୍ୟା ପକ୍ଷରୁ ଏବଂ ବର ପକ୍ଷଟା ହେଉଛି ଆମ ବିଜୁ ଜନତା ଦଳ, କନ୍ୟା ପକ୍ଷଟା ବିଜେପି। ଆରେ 2009 ମସିହା ଯାଏଁ ବିଜେପିର ଅବସ୍ଥା ସେମିତି ଭଲ ନଥିଲା। ସିଏ ହେଇଥିଲା କନ୍ୟା, ବିଜୁ ଜନତା ଦଳ ହେଇଥିଲା ବରପକ୍ଷ। କିନ୍ତୁ ଏଇ 15 ବର୍ଷ ଭିତରେ କନ୍ୟା ନିଜ ଶ୍ରମ ଦ୍ୱାରା ବରରେ ରୂପାନ୍ତରିତ ହୋଇସାରିଲାଣି ଏବଂ ଦୀର୍ଘ 24 ବର୍ଷର ଶାସନ ପରେ, ଏତେ କାଣ୍ଡ କାରଖାନା କଲା ପରେ ବର୍ତ୍ତମାନ ବିଜେଡି କନ୍ୟା ହେଇସାରିଲାଣି। ଏନେ କନ୍ୟା ଉଛୁଳୁଛି ବିଜେପି ସହିତ ପ୍ରେମ ବିବାହ କରିବା ପାଇଁ। ମୋର ପ୍ରଶ୍ନ ହେଉଛି କାହିଁକି? ବିଜେଡି ବାସ୍ତବରେ ଛଟପଟ ହେଉଛି ମେଣ୍ଟ କରିବା ପାଇଁ। ଏତେ ସତ୍ତ୍ୱେ ତାଙ୍କର ଇଣ୍ଟେଲିଜେନ୍ସ ରିପୋର୍ଟ ପାଇସାରିଲେଣି, ଯଦି ବିଜେଡି ଏକାକୀ ଲଢ଼େ ତାହେଲେ ଆଦୌ ଜିତି ପାରିବ ନାହିଁ। ଯଦି ବା ଜିତେ କହି ତ ହେଉନି। ଯେମିତି ତେଲେଙ୍ଗାନାରେ ବିଆର୍ଏସ୍ ରେଡ଼ି କି କୁହାଗଲା ଯେ ଏଥରକ ସେ ଉଡ଼ିକି ଆସୁଛି, କିନ୍ତୁ ରେଜଲ୍ଟ ବାହାରିଲା ପରେ ଦେଖାଗଲା ତେଲେଙ୍ଗାନାରେ ବିଆର୍ଏସ୍ ଶୋଚନୀୟ ଭାବରେ ହାରିଗଲା ଏବଂ କଂଗ୍ରେସ ଜିତିଗଲା। ଏଠି ଓଡ଼ିଶାରେ ବି ସେୟା ହେଇପାରେ। ସମସ୍ତେ ଭାବୁଛନ୍ତି ବିଜେଡି ଉଡ଼ିକି ଆସିବ, କିନ୍ତୁ ପ୍ରକୃତରେ ରେଜଲ୍ଟ ବାହାରିଲା ବେଳକୁ ଯାହା ଜଣାପଡ଼ୁଛି ବିଜେଡି ସମ୍ପୂର୍ଣ୍ଣ ମଧ୍ୟ ହାରିଯାଇପାରେ। ଏହି ପ୍ରକାର ଆଶଙ୍କା ଭିତରେ ବିଜୁ ଜନତା ଦଳ ରହି ସାରିଲାଣି। ତାଙ୍କର ମୁଖିଆ ଏବଂ ତାଙ୍କର ଯିଏ ଗୁମାସ୍ତା, ଅଣଓଡ଼ିଆ ଗୁମାସ୍ତା ଏବଂ ତାଙ୍କର କୁହାମଣ୍ଡଳିଆ ନେତାମାନେ ସମସ୍ତେ ଜାଣିସାରିଲେଣି ବିଜେଡିର ଅବସ୍ଥା ଭଲ ନୁହେଁ। এইটা ହେଲା ପ୍ରଥମ ତାଙ୍କର ଭୟ ମେଣ୍ଟ କରିବା ପାଇଁ। ଏବଂ ଯେତେକ ନ୍ୟାସନାଲ ସର୍ଭେ ଓପିନିଅନ ପୋଲ୍ସ ବାହାରିଲା, ସେଥିରେ ମଧ୍ୟ ଅଧିକାଂଶ ସର୍ଭେ ଜଣେଇଲେ ଯେ ବିଜେଡିର ଅବସ୍ଥା ଭଲ ନାହିଁ, ସେ ହୁଏତ ଆଇସିୟୁରେ ଭର୍ତ୍ତି ହେଇଯାଇପାରେ, ମାନେ ନିର୍ବାଚନ ପରେ ପରେ। ତା ଛଡ଼ା ବିଜେଡିର ଭୟ, ଯଦି ଏକାକି ଏଥରକ ଲଢ଼ୁଛୁ, ଅଳ୍ପ କୌଣସି ମତେ ସରକାର ଗଢ଼ୁଛୁ, ବିଜେପି ଯଦି ଆମ ସାଙ୍ଗରେ ନ ରୁହେ, ଇଡି ଆଉ ସିବିଆଇ ଯେମିତି ପଶ୍ଚିମବଙ୍ଗରେ ପଶି ସାରିଲାଣି, ସେପଟେ ମହାରାଷ୍ଟ୍ରର ଚାଣକ୍ୟ କୁହାଯାଉଥିବା ଶରଦ ପାୱାରଙ୍କ ଘରେ ପଶି ସାରିଲାଣି, ସବୁଆଡ଼େ ଚୁଟିଆ ମୂଷା ଭଳିଆ ପଶି ଯାଉଛି। ଏମାନେ ତ ଦୁର୍ନୀତିରେ ଉବୁଟୁବୁ,
ବିଜୁ ଜନତା ଦଳ ଦୁର୍ନୀତିରେ ଉବୁଟୁବୁ। ଆରେ ଯେଉଁ ଦଳ 24 ବର୍ଷ ଧରି ଶାସନ କଲା ସେ କେତେ ଖୋଳ କରିଥିବ ତା ସମସ୍ତେ ଜାଣନ୍ତି, ମୁଁ କହିବା କିଛି ଦରକାର ନାହିଁ। କାଳେ ଇଡି ସିବିଆଇ ପଶିଯିବ କି, ବରଂ ବିଜେପି ସାଙ୍ଗରେ ହାତ ମିଳେଇ ରହିଯାଇଥିଲେ ଏଥିରୁ ମଧ୍ୟ ମୁକ୍ତି ମିଳିବ, ଏହା ମଧ୍ୟ ଏକ ଭୟ। ଏବଂ ସବୁଠୁ ବଡ଼ କଥା କ'ଣ ଜାଣନ୍ତି, ଏଇ ଯେଉଁ ହଡ଼ା ବଳଦଟି 24 ବର୍ଷ ଧରି ଶାସନ କରୁଥିଲା ସିଏ ଏବେ ଦୁର୍ବଳ, ହାତ ଥରୁଛି, ଗୋଡ଼ ଥରୁଛି, ଦେହ ଥରୁଛି, ଆଖି ଥରୁଛି, ସବୁ ଥରୁଛି। ଶାସନ କରିବା ପାଇଁ ବା ରାଜନୀତିର ଚାଷ ଭୂମିରେ ଚାଷ କରିବା ପାଇଁ ଏଇ ବଳଦଟି ଦିନେ ଯେ ହୃଷ୍ଟପୃଷ୍ଟ ଥିଲା ଏବେ ସେ ହଡ଼ା ବଳଦରେ ପରିଣତ ହୋଇଯାଇଛି, ତାର ଆଉ ବଳ ବୟସ ନାହିଁ। କିନ୍ତୁ ଚୌକିର ମୋହ, କ୍ଷମତାର ଲୋଭ ତଥାପି ସୁଦ୍ଧା ହଡ଼ା ବଳଦର ଯାଉନାହିଁ। ସିଏ କହୁଛି ମୁଁ ଏଇଟା ମୋ ଜୀବନର ହୁଏତ ଶେଷ ନିର୍ବାଚନ, ହୁଏତ କ'ଣ ପ୍ରାୟତଃ ଶେଷ ନିର୍ବାଚନ, ତେଣୁ ମଲା ପୂର୍ବରୁ ମୁଁ ପୁଣି ଥରେ ମୁଖ୍ୟମନ୍ତ୍ରୀ, ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଚାଲିଯିବାକୁ ସେ ଚାହୁଁଛନ୍ତି। ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ତାଙ୍କର କୁଆଡ଼େ ରେକର୍ଡ ହେବ, ତାଙ୍କର ନିଶା ରେକର୍ଡ ହେବାରେ। ଓଡ଼ିଶା ଭାସି ଯାଉ, ତୁମେମାନେ ଛଣା ଦି ପଇସାରେ ଡ୍ୟାସ୍ ମାର, ତାଙ୍କର କିଛି ନାହିଁ। ତାଙ୍କର ଇଚ୍ଛା ମୁଁ କେମିତି ରେକର୍ଡ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବି, ଏଇଟା ତାଙ୍କର ଏକମାତ୍ର ଇଚ୍ଛା ଆଉ ନିଶା। ସେଥିପାଇଁ ସେ ତାଙ୍କର ସମସ୍ତ କୂଟନୀତି ଖେଳେଇ ଦେଇଛନ୍ତି। ଆଉ ଗୋଟେ ଭୟ ମଧ୍ୟ ବିଜେଡିରେ ରହୁଛି, ଦଳ ଭାଙ୍ଗିଯିବାର ଭୟ। କାରଣ ଏନେ ଯିଏ ଶଙ୍ଖ ଦଳର ଗୁମାସ୍ତା ହେଇଛନ୍ତି ସିଏ ଅନେକ ଥର କହିସାରିଛନ୍ତି, ଖବରକାଗଜରେ ବାହାରି ଯାଇଛି, ଏଥରକ ଟିକେଟର 60% କେବଳ ଯୁବବର୍ଗଙ୍କୁ ଦିଆଯିବ ବା ନୂଆ ନୂଆ ମୁହଁକୁ ଦିଆଯିବ। ତେଣୁ ହୁଏତ ଗୁଡ଼େ ବୟସ୍କ ନେତାମାନଙ୍କର ଟିକଟ କଟି ଯାଇପାରେ ଏବଂ ଏହା ମଧ୍ୟରେ ଦେଖାଗଲାଣି ବିଜେଡିରୁ ଅନେକ ନେତା ପଦ୍ମ ପୋଖରୀକୁ ଡେଇଁ ସାରିଲେଣି, ଡିଆଁ ମଧ୍ୟ ଚାଲିଛି। ଦଳ ଭାଙ୍ଗିଯିବାର ମଧ୍ୟ ଆଶଙ୍କା ଦେଖାଦେଲାଣି। ଏଥିରେ ସାମାନ୍ୟତମ ସନ୍ଦେହ ନାହିଁ। ମୁଁ ମଧ୍ୟ ମୋଦିଙ୍କ ଗ୍ୟାରେଣ୍ଟି ଭଳିଆ ଗ୍ୟାରେଣ୍ଟି ଦେଇ କହୁଛି, ଥରେ ଯେତେବେଳେ ବିଜୁ ଜନତା ଦଳର ଏଇ ହଡ଼ା ବଳଦଟି ସଂସାରରେ ନଥିବ, ତାପରେ ଦଳ ସମ୍ପୂର୍ଣ୍ଣ ତାସର ଘର ଭଳି ଭୁଷୁଡ଼ି ଯିବ। ଏ ଭୟ ଯେତେବେଳେ ଘାରୁଛି, ଇଏ ମଧ୍ୟ ଚାହୁଁଛନ୍ତି ଆମେ କୌଣସି ମତେ ଯଦି ବିଜେପି ସହିତ ମେଣ୍ଟ କରିଦେବୁ, ଆଗାମୀ 5 ବର୍ଷ ଆଗ ଦଳ ରହିଯାଉ, ଶାସନ ରହିଯାଉ, କ୍ଷମତା ରହିଯାଉ, ମୋର ଚେୟାର ଖଣ୍ଡିକ ରହିଯାଉ। ଆପଣମାନେ ଜାଣନ୍ତି କୌରବ ବଂଶ ଧ୍ୱଂସ ପାଇଁ କିଏ ଦାୟୀ ହେଇଥିଲା? ଶକୁନି। ବିଜୁ ଜନତା ଦଳ ଦୀର୍ଘ ଦିନ ଗୋଟିଏ ଲୋକ ନବୀନ ବାବୁଙ୍କ ହାୱାରେ ଏତେ ବର୍ଷ ଶାସନ କଲା ପରେ ଏଇ ଗୋଟାଏ ବର୍ଷ ଭିତରେ ଯେଉଁଭଳି ଭାବରେ ଲୋକପ୍ରିୟତା ହରେଇ ବସିଛି, ଦଳ ହରେଇ ବସିଛି, ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ତାଙ୍କର ଲୋକପ୍ରିୟତା ହରେଇ ବସିଛନ୍ତି। ଆଜି ବିଜୁ ଜନତା ଦଳ ଲୋକଙ୍କ ପାଖରେ ଯେଉଁ ଗ୍ରହଣୀୟ ହେଉନାହିଁ, ସେଥିପାଇଁ ମୁଖ୍ୟତଃ ଦାୟୀ କିଏ ଜାଣନ୍ତି? କୌରବ ବଂଶର ଶକୁନି ଭଳି ବିଜୁ ଜନତା ଦଳର ନୂଆ ଗୁମାସ୍ତା ପାଣ୍ଡୁନି ଭାଇ। ସେଠି ଶକୁନି ଭାଇ, ଏଠି ପାଣ୍ଡୁନି ଭାଇ। ପାଣ୍ଡୁନି ଭାଇକି ସାରା ଓଡ଼ିଶାରେ କେହି ଗ୍ରହଣ କରିପାରୁନାହାନ୍ତି। ତା ସେ କେମିତି ଜାଣିପାରୁନାହାନ୍ତି ମୁଁ ଜାଣିପାରୁନି। ଆଜି ଯଦି ବିଜୁ ଜନତା ଦଳ ଏଇ ଦୟନୀୟ ଅବସ୍ଥାରେ ପହଞ୍ଚିଛି, ସେଥିପାଇଁ ସେଇ ନୂଆ ଗୁମାସ୍ତା ଅଣଓଡ଼ିଆ ପାଣ୍ଡୁନି ଭାଇ ଦାୟୀ। ଠିକ ହେଲା, ଜଣେ ଯେତେବେଳେ ହାରିଯିବାକୁ ବସିଛି ବା ଭାବୁଛି ଶାସନରୁ ବାହାରିଯିବ, ସିଏ କଳେ ବଳେ କୌଶଳେ ଚେଷ୍ଟା କରିବ ମୁଁ ଶାସନରେ ରହିବା ପାଇଁ। ଆରି ନା ରାଜନୀତି, ମୁଁ ସେଥିରେ ଅସ୍ୱୀକାର କରୁନି। ବା ବିଜୁ ଜନତା ଦଳ କି ନବୀନ ବାବୁ ଯଦି ଭାବୁଛନ୍ତି ଆମେ ମେଣ୍ଟ କରିବୁ, ତାଙ୍କର ଇଚ୍ଛା ରହୁଛି ଯେକୌଣସି କାରଣରୁ, ମୁଁ ତାକୁ ଗ୍ରହଣ କରୁଛି। କିନ୍ତୁ ପଦ୍ମଦୁଳିଆ କ'ଣ କରୁଛନ୍ତି? ତମେ କାହିଁକି କୁଲୁ କୁଲୁ ହଉଛ ତାଙ୍କ ସହିତ ମେଣ୍ଟ କରିବା ପାଇଁ?
ଏହା ପଛରେ କାରଣ ଜାଣିଛନ୍ତି କ'ଣ? ଏକ ଅହଙ୍କାରୀ ମନ ଏବଂ ଜିଦ୍ଦି, ଏବଂ ଏହି ଅହଙ୍କାରୀ ବ୍ୟକ୍ତି ହେଲେ ନିଜେ ନରେନ୍ଦ୍ର ମୋଦି। ମୁଁ ମାନୁଛି ନରେନ୍ଦ୍ର ମୋଦି ଜଣେ ଖୁବ୍ ଉଚ୍ଚ କୋଟିର ପ୍ରଧାନମନ୍ତ୍ରୀ। ଆମ ଦେଶକୁ ସେ ବହୁତ ଉଚ୍ଚକୁ ନେଇଛନ୍ତି, ସବୁ କ୍ଷେତ୍ରରେ ଭଲ କରୁଛନ୍ତି, ମୁଁ ମାନୁଛି। ତୁମେ ବିଜୁ ଜନତା ଦଳ ସହିତ ମେଣ୍ଟ ନ କଲେ ମଧ୍ୟ ତୁମେ ସରକାର ଗଢ଼ୁଛ ଦିଲ୍ଲୀରେ। ଆବଶ୍ୟକ ପଇଲେ ହୁଏତ ଓଡ଼ିଶାରେ ବି ହେଇଯାଇପାରେ। ଓଡ଼ିଶାରେ ଲୋକଙ୍କର ମାନସିକତା ଯାହା ଯାହା ଆମେମାନେ ସାଧାରଣ ମଣିଷ ଅନ୍ୟମାନଙ୍କର ପଲ୍ସ ଚିପୁଛୁ, ଜାଣୁଛୁ। ଏଥରକ କିଛି ଚେଷ୍ଟା କରିବାକୁ ପଡ଼ିବନି। ବିଜେପି ବହୁତ ଅଧିକ ଭଲ ପ୍ରଦର୍ଶନ କରିବ, ହୁଏତ ସରକାର ବି ଗଢ଼ି ଦେଇପାରେ, ପାରେ ନପାରେ, ନ କଲେ ତୁମେ ବିରୋଧୀ ଦଳରେ ବସିବ। ସେଥିରୁ କିନ୍ତୁ ତ କେନ୍ଦ୍ରରେ ତ ସରକାର ଗଢ଼ୁଛ, ତମେ କାହିଁ ୟାଙ୍କ ସାଙ୍ଗରେ କୁଲକୁଲ ହଉଛ? ପାୱାର କରପ୍ଟସ୍, ଆବସଲ୍ୟୁଟ୍ ପାୱାର କରପ୍ଟସ୍ ଆବସଲ୍ୟୁଟଲି। ମୋଦି ଏଇ ଦୀର୍ଘ 10 ବର୍ଷର ଶାସନରେ କିଏ ମାନ କି ନ ମାନ, ପଦୁଆ ବୋଲା ତାଙ୍କ ଭିତରେ ଅହଙ୍କାର ଭରି ହେଇସାରିଲାଣି। ସେ ଅତ୍ୟନ୍ତ ଅହଙ୍କାରୀ ହେଇଯାଇଛନ୍ତି। ମୁଁ ଯାହା କହିବି ସେୟା ହିଁ ହବ। ଜିଦ୍ଦି, ଅବକି ବାର 400 ପାର, 400 ପାର ନ ହଉ ପଛେ 350 ରହିଯାଉ, କ୍ଷତି କ'ଣ କ'ଣ ହେଇଯିବ? କ'ଣ ଅପମାନ ହେଇଯିବ? ତାଙ୍କର ରେକର୍ଡ ଯେମିତି ନବୀନ ବାବୁ କହୁଛନ୍ତି ମୁଁ 6ଠ ଥର ମୁଖ୍ୟମନ୍ତ୍ରୀ ହେଇକି ରେକର୍ଡ କରିବି। ମୋଦିର ଇଚ୍ଛା, ରାଜୀବ ଗାନ୍ଧୀ 403 କି 430, 400 ଟପିଥିଲା ତାଙ୍କର। ଇନ୍ଦିରା ଗାନ୍ଧୀ ମଲା ପରେ ଯେତେବେଳେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ପ୍ରଥମ ନିର୍ବାଚନ ହେଇଥିଲେ, ତାଙ୍କ ଦଳ 400 ଟ୍ରଫି ହେଇଥିଲା। ମୁଁ ମଧ୍ୟ ରାଜୀବ ଗାନ୍ଧୀଙ୍କର ବା କଂଗ୍ରେସର ସେଇ ରେକର୍ଡଟାକୁ ମୁଁ ମଧ୍ୟ ଭାଙ୍ଗିବି। 400 ଆଉ 400 ପାର ହେବାକୁ ଗଲେ ସବୁ ଦଳମାନେ ତମ ସହିତ ଯଦି ମିଶିଯିବ, ମେଣ୍ଟ ହେଇଯିବ, ତାହେଲେ ତମର ସିଟ୍, ଯେଉଁ ଦଳଟି ତମ ସାଙ୍ଗେ ମିଶିଥିବ ତା ସିଟ୍ ସବୁଗୁରା କାଉଣ୍ଟ ହବ। ଯେମିତି ମହାରାଷ୍ଟ୍ରରେ ସିନ୍ଧେ, ଏନସିପିର ଅଜିତ ପୱାର, ବିହାରରେ କିଏ ନୀତିଶ କୁମାର, ଆନ୍ଧ୍ରପ୍ରଦେଶରେ ନାଇଡୁ, ସବୁଆଡ଼େ ସେ ମେଣ୍ଟ କରୁଛନ୍ତି। ମେଣ୍ଟ କଲେ କ'ଣ ହବ? ବିଜେପି ତା ଦମରେ ଯେତିକି ପାଇଲା, ପ୍ଲସ୍ ସେଇ ଯେଉଁ ଦଳଟି ମିଶିଛି ସେମାନେ ତାଙ୍କ ଆଞ୍ଚଳିକର ଲୋକପ୍ରିୟତା ଅନୁସାରେ ଯେତିକି ପାଇଲେ ସବୁଗୁରା କାଉଣ୍ଟ ହେଇଯିବ। ଏନଡିଏରେ ତାଙ୍କର 400 ପାର ହେଇଯିବ। ସେଣିକି ମେଣ୍ଟ କରିବା ପାଇଁ 400 ପାର ପାଇଁ ତମ ଦଳ ଭିତରକୁ ଚୋର, ଖଣ୍ଟ, ତସ୍କର, ନରହନ୍ତା ଯିଏ ବି ଆସିଲେ ମୋଦିଙ୍କର କିଛି ନାହିଁ। ଯେମିତି ଏଠି ବର୍ତ୍ତମାନ ଆମ ଓଡ଼ିଶାରେ ବିଜେପି ଭିତରେ ଅନେକ ଚୋର, ଖଣ୍ଟ, ତସ୍କର ନେତାମାନେ ବିଜେଡିରୁ ଆସି ଡେଇଁ ପଇଲେଣି। ଏମାନେ ତାକୁ କୋଳେଇକି କାଖେଇକି ଗେଲ କରିସାରିଲେଣି। ଏବଂ ସେପଟେ ମଧ୍ୟ ତାଙ୍କ ବିଜୁ ଜନତା ଦଳ ଭିତରେ ତ ଚୋର ଖଣ୍ଟ ଭରପୁର, ଚୋର ଖଣ୍ଟଙ୍କର ଦଳ, ସେଇଟା ହତ୍ୟାକାରୀଙ୍କ ଦଳ ସହ ଫେର ବିଜେପି ସହିତ ମିଶିଗଲେ ତାହେଲେ କ'ଣ ହବ? ସେଗୁଡ଼ା ସବୁ କିଛି ଧରା ହେବେନି, ରହିଯିବେ, ତୁଳସୀ ପତ୍ର ଭଳିଆ ରହିଯିବେ। ସିଏ ତାଙ୍କ ଯାହା କରନ୍ତୁ। ମୁଁ ବିଜେପି କହୁଛି, ବିଜେପିର ମେଣ୍ଟର ଆଶା ଲୋଭ କାହିଁକି? କେତେଟା ଭୋଟ ଅଧିକା ହେଇଯିବ, ଲୋକସଭାରେ କେତେଟା ସିଟ୍ ତମେ ପାଇଯିବ ଅଧିକା, ବିଧାନସଭା କଥା ନୁହେଁ, ବିଧାନସଭାରେ ଏଠି ତ ତମେ କହୁଛ ସେଇ ବିଜେଡି ସରକାର କରୁ, ଆମର କିଛି ଚିନ୍ତା ନାହିଁ। ତେବେ ପୁଣି ତା କୋଳରେ ବସେଇକୁ, ଯିଏ ତମକୁ ଗୋଇଠା ମାରିକି ବାହାର କରିଥିଲା 2009ରେ, ତାରି କୋଳରେ ବସେଇବାକୁ ତମେ ଖାଲି ଛଟପଟ ହଉଛ। ହେଇ ତମେ ଲୋକସଭାରେ କେଟା ସିଟ୍ ଅଧିକା ପାଇଯିବ। ଆଉ ଏନଡିଏ ଭିତରେ ଯଦି ବିଜୁ ଜନତା ପଶି ଯାଉଛି, ତମର 400ଟା ପାର ହେଇଯାଉଛି। 400 ପାରଟା କ'ଣ ବଡ଼ କଥା? ନୀତି ଫିତି କିଛି ନାହିଁ। ମୋଦିଙ୍କର କେବଳ ନିଜର ଅହଙ୍କାର, ଜିଦି। ମୁଁ ମୋଦି, ମୁଁ ଯାହା କହିଥିଲି ତାକୁ କରେଇକି ଦେଖିଦେଲି। ସେଣିକି ତମେ ଓଡ଼ିଶାବାସୀ ମର କି ଯାଅ, ତମର ମାନ ଅପମାନ ସହିତ ମୋର କିଛି ସମ୍ପର୍କ ନାହିଁ। ଆଉ ପ୍ରକୃତରେ କହୁଛି, ଯଦି ମେଣ୍ଟ ହୋଇଯାଏ, ହୁଏତ ଆଜିକାଲି ଭିତରେ ଜଣାପଡ଼ିବ ବିଜେପି ଭବିଷ୍ୟତରେ ଓଡ଼ିଶାରେ କ'ଣ କ୍ଷତି ସହିବ ତା ମା ଗଙ୍ଗେଇ ଜାଣନ୍ତି। ଲୋକମାନେ କ୍ଷୁବ୍ଧ ହୋଇ ଅଛନ୍ତି। କେହି ଚାହୁଁନାହାନ୍ତି ବିଜୁ ଜନତା ଦଳ ଏବଂ ସେଇ ଅଣଓଡ଼ିଆ ଗୁମାସ୍ତା ଯିଏ ସବୁକୁ ପରିଚାଳନା କରୁଛି ତା ସହିତ, ସେଇ ଦଳ ସହିତ ମେଣ୍ଟ କରିବା ପାଇଁ ସମସ୍ତଙ୍କର ଇଚ୍ଛା ଏଥରକ ବିଜେପି ଆସୁ। ଏ ମୁହୂର୍ତ୍ତକୁ ଏମାନେ ଜାଣିପାରୁନାହାନ୍ତି, ବା ଆମ ସେଣ୍ଟିମେଣ୍ଟ ପାଇଁ ତାଙ୍କର ଡ୍ୟାସ୍ରେ ଖାତିର ନାହିଁ।
ମୁଁ ବନ୍ଧୁ ମୋର ବ୍ୟକ୍ତିଗତ ଅନୁରୋଧ ଯେଉଁମାନେ ମୋର ଏ ଭିଡ଼ିଓଟି ଦେଖୁଛନ୍ତି ଯେ ଯଦି ମେଣ୍ଟ ହୋଇଯାଏ, ଯଦି ହେଇଗଲା, ନହେଲା ତ ଭଲ, ଯଦି ମେଣ୍ଟ ହୋଇଯାଏ, ନାଇଁ ଆମେ ଶଙ୍ଖକୁ ତ ଆଦୌ ଦେବାନି, ଆମେ ଯେଉଁ ଭାବିଥିଲେ ବିଜେପିକି ଦେବା ତାକୁ ବି ଦେବାନି। ଆମେ ଦେଖିବା ଯେଉଁଠି କ୍ୟାଣ୍ଡିଡେଟ୍ଟି ଭଲ ସେଣିକି ସେ କଂଗ୍ରେସର ହେଇଥାଉ ପଛେ, ଆମ ଏରିଆରେ ଯେଉଁ ପିଲାଟି ଛିଡ଼ା ହେଇଥିବ କଂଗ୍ରେସରୁ, ବିଜେଡିରୁ, ବିଜେପିରୁ, ଯିଏ ମଣିଷ ହିସାବରେ ଭଲ ହେଇଥିବ ଆମେ ତାକୁ ହିଁ ଭୋଟ ଦେଇଦେବା। ଜମା ଦୁର୍ବଳତାରେ ବିଜେପିକି ଦେବା। ଯଦି ମେଣ୍ଟ ହୁଏ, ଆମକୁ ଏମାନେ ଭାବି ଦେଇଛନ୍ତି ଆମେ ତାଙ୍କର କିଣା ଚାକର, ସେମାନେ ମାଲିକ, ସେମାନେ ଯାହା ତାକୁ ନିଷ୍ପତ୍ତି ନେଇଯିବେ, ଆମେ ତ ଚାକର, ଏଇଠି ବସିଲୁ, ସେଇଠି ଉଠ, ସେଇଠି ଏତିକି ଖା, ସେତିକି ଖା, ଯାହା ଦେଲେ ଆଉ ଏଇଟା ଭାତ ଦିଅ, ପକୋଡ଼ା ଦିଅ, ସେତିକି ଖା, ସେତିକି ଖା। ମାନେ କିଣା ଚାକରର କିଛି ନିଜସ୍ୱ ମର୍ଜି ଥାଏ କି? ସେ ମୋଦି ହୁଅନ୍ତୁ କି ଏଠି ହଡ଼ା ବଳଦ, ବିଜୁ ଜନତା ଦଳ ହଡ଼ା ବଳଦ ମୁଖିଆ ହୁଅନ୍ତୁ, ଏମାନେ ଭାବି ଦେଇଛନ୍ତି ଆମେ ସବୁ ମୂର୍ଖ, ଓଲୁ, ମେଣ୍ଢା, କିଣା ଚାକର, ସେମାନେ ଯାହା ନିଷ୍ପତ୍ତି ନେଇଯିବେ ଆମେ ଖାଲି ମୋହର ମାରିବୁ। ଭାଇ ଜମା ମାରିବନି। ମେଣ୍ଟ ହେଲେ ବିଜେପି ପ୍ରତି ଦୁର୍ବଳ ଆଦୌ ରଖ ନାହିଁ, ବିଜେଡି କଥା ତ ନୁହଁ, କେବଳ ଯିଏ ଭଲ କ୍ୟାଣ୍ଡିଡେଟ୍ ଆମେ ଭାବିବା, ସେ ଯେଉଁ ଦଳରେ ହେଇଥିବ ତାକୁ ହିଁ କେବଳ ଭୋଟ ଦେବା। ଆଜି ପାଇଁ ଏତିକି। এই ভিডিওটি কেମିତି ଲାଗିଲା ମୋତେ ନିଶ୍ଚୟ ଜଣେଇବେ, କମେଣ୍ଟ ସେକ୍ସନରେ କମେଣ୍ଟ ଦେବେ, ବନ୍ଧୁମାନଙ୍କ ଭିତରେ ସେୟାର କରିବେ, ସମସ୍ତଙ୍କ ଭିତରେ ରାଜନୈତିକ ଆୱାରନେସ୍ ବଢ଼ୁ, ଜାଗରଣ ସୃଷ୍ଟି ହେଉ। ଆମେ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶାର ରାଜନୀତି କ୍ଷେତ୍ରରେ ପହଞ୍ଚିଛେ। ପୁଣି 5 ବର୍ଷ ପାଇଁ ଆମେ ହଡ଼ା ବଳଦକୁ ଖୋଜିକି ବାହାର କରିବା ଚାହିଁବା ଶାସନରେ ବସାଇବା ପାଇଁ, ନା ପଦ୍ମଫୁଲକୁ ବସାଇବା, ନା ଦୁଇ ଜଣଙ୍କର ମେଣ୍ଟ ହେଲେ ଆମେ ଆମ ନିଜସ୍ୱ କ୍ୟାଣ୍ଡିଡେଟ୍କୁ ଚୁଜ୍ କରିବା, ସେଣିକି ଭଗବାନ ଯାହାକୁ ସିଂହାସନରେ ବସାଇବେ ସେଇଟା ଆମ ଉପରେ ନିର୍ଭର କରୁଛି। ତେଣୁ ଏହାକୁ ଯଥେଷ୍ଟ ସେୟାର କରିବେ। ଯଦି ସବସ୍କ୍ରାଇବ୍ ନ କରିଥାନ୍ତି ଦୟାକରି ସବସ୍କ୍ରାଇବ୍ କରିବେ। ଏବଂ ଜଣାଇ ଦେଉଛି, ଏହାର ପରବର୍ତ୍ତୀ ଭିଡ଼ିଓଟା ମୋର ପ୍ରଭୁ ଜଗନ୍ନାଥଙ୍କ ଉପରେ ମୁଁ ନିଶ୍ଚୟ କହିବି। ଆବଶ୍ୟକ ବେଳେ ମୁଁ ରାଜନୀତିର କଥା ଆଲୋଚନା କରିବି, ଏବଂ ତା ନ ହୋଇଥିଲେ ଜଗନ୍ନାଥଙ୍କର ମାହିମା, ଚମତ୍କାରିତା, ମୋର ବ୍ୟକ୍ତିଗତ ଉପଲବ୍ଧିର କଥା ବାରମ୍ବାର କହୁଥିବି। ରହିଲି, ନମସ୍କାର।